ଗ୍ରୀଷ୍ମ ଋତୁ ଉପକ୍ରମ ବର୍ଷକ 12 ମାସ ଓ 6 ଋତୁ ତନ୍ମଧ୍ୟରୁ ଗ୍ରୀଷ୍ମ ଋତୁ ଅନ୍ୟତମ। ଏହା ବସନ୍ତ ଋତୁ ପରେ ଆସେ। ବୈଶାଖ ଓ ଜ୍ୟେଷ୍ଠ ମାସକୁ ଗ୍ରୀଷ୍ମ ଋତୁ କୁହାଯାଏ। ଭାରତ ଏକ ଗ୍ରୀଷ୍ମ ପ୍ରଧାନ ଦେଶ ହୋଇଥିବାରୁ ଏହି ଋତୁ ଅନେକ ଦିନ ଧରି ଏଠାରେ ଅନୁଭୂତ ହୋଇଥାଏ। ବର୍ଣ୍ଣନା ଏହି ଋତୁରେ ସୂର୍ଯ୍ୟକିରଣ ସିଧା ଭାବରେ ପୃଥିବୀ ପୃଷ୍ଠରେ ପଡ଼ିଥାଏ, ତେଣୁ ବହୁତ ଗରମ ହୁଏ। ଜୀବଜନ୍ତୁ, ଗଛଲତା, ମଣିଷ ସମସ୍ତେ କଷ୍ଟ ପାଆନ୍ତି। ଏହି ଋତୁରେ ଭୀଷଣ ଖରା ହୁଏ। ନଦୀ, ନାଳ, ପୋଖରୀ ଆଦିରୁ ପାଣି ଶୁଖି ମରୁଡ଼ି ପଡ଼ିଥାଏ, ତେଣୁ ଚାରିଆଡ଼େ ପାଣିର ଅଭାବ ଦେଖାଦିଏ। ପାଣି ପାଇଁ ଲୋକମାନେ ଓ ଜୀବଜନ୍ତୁମାନେ ଡହଳ ବିକଳ ହୁଅନ୍ତି। ମଧ୍ୟାହ୍ନରେ ଗରମ ପବନ ବହେ। ଟାଣ ଖରାରେ ବାହାରକୁ ବାହାରିବା କଷ୍ଟ ହୁଏ। ଏହି ଋତୁରେ ଦିନ ବଡ଼ ଓ ରାତି ଛୋଟ ହୋଇଥାଏ। ସମୟ ସମୟରେ ଧୂଳିଝଡ଼ ହୁଏ। ଦେହରୁ ବେଶୀ ଝାଳ ବୋହେ। କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ। ଅତ୍ୟନ୍ତ ଗ୍ରୀଷ୍ମ ତାପ ଦ୍ୱାରା ଧନଜୀବନ ହାନି ମଧ୍ୟ ହୋଇଥାଏ। ଲୋକମାନେ ଗରମରୁ ରକ୍ଷା ପାଇବା ପାଇଁ ବିଜୁଳି, ପଙ୍ଖା, କୁଲର, ଏସି ଆଦି ବ୍ୟବହାର କରନ୍ତି। ଏହି ସମୟରେ ଥଣ୍ଡା ଜିନିଷ ଖାଇବାକୁ ଓ ଥଣ୍ଡା ପାଣି ପିଇବାକୁ ଭଲ ଲାଗେ। ଅତ୍ୟଧିକ ଖରା ହେବା କାରଣରୁ ସ୍କୁଲ, କଲେଜ ଆଦି ବନ୍ଦ ରହେ। ଏହି ଋତୁରେ ଆମ୍ବ, ପଣସ, ସପୁରୀ, ସାପଟା, ଖଜୁରୀ ଆଦି ଫଳ ପାଚେ ଏବଂ ମଲ୍ଲୀ, ଚମ୍ପା, ମାଳତୀ, ବଉଳ ଫୁଲ ଆଦି ଦେଖାଯାଏ। ବହୁ ପରିଶ୍ରମ କରି କୃଷକମାନେ ଚାଷ କରିଥାନ୍ତି। ତ ଏତିକି ରହିଥିଲା ଆମର ବର୍ଣ୍ଣନା। ଏବେ ଚାଲ ପର୍ବପର୍ବାଣି। ଗ୍ରୀଷ୍ମ ଋତୁରେ ଅକ୍ଷୟ ତୃତୀୟା, ରଜ, ସ୍ନାନ ପୂର୍ଣ୍ଣିମା, ଚନ୍ଦନ ଯାତ୍ରା, ରଜ, ପଣା ସଂକ୍ରାନ୍ତି, ସାବିତ୍ରୀ ଅମାବାସ୍ୟା ଇତ୍ୟାଦି ଏହି ଋତୁରେ ପ୍ରଧାନ ପର୍ବ। ତ ଏତିକି। ଏବେ ଆମର ରହିଲା ଉପସଂହାର। ଋତୁଚକ୍ରରେ ଗ୍ରୀଷ୍ମ ଋତୁର ସ୍ଥାନ ପ୍ରଥମ। ପ୍ରାଣୀ ଓ ଗଛଲତା ପାଇଁ ଏହି ଋତୁ ଦୁଃଖଦ ହେଲେ ମଧ୍ୟ ପରୋକ୍ଷରେ ପ୍ରୀତି, ପ୍ରଶାନ୍ତି ଓ ପୁଲକ ଆଣିଥାଏ। ଏହି ଋତୁ ବର୍ଷା ଋତୁକୁ ନିମନ୍ତ୍ରଣ ଜଣାଇ ଧରାପୃଷ୍ଠରୁ ବିଦାୟ ନିଏ। ଗ୍ରୀଷ୍ମ ଋତୁ ଜୀବନକୁ ସରସ, ସୁନ୍ଦର ଓ ମଧୁମୟ କରିଥାଏ। ଏଇଟା ଆମର ରହିଥିଲା ଗ୍ରୀଷ୍ମ ଋତୁ ରଚନା।